ଯନ୍ତ୍ରପାତି ଯୁଗରେ ବିଲୁପ୍ତ ହେବାକୁ ବସିଛି କମାରଶାଳ। ଆଗକାଳରେ ଗଛ କଟା ଠାରୁ ଧାନ କଟା ପର୍ଯ୍ୟନ୍ତ କୁରାଢ଼ୀ କଟୋରୀ ଦାଆ ପଜାଇବାକୁ ଯାଇଥାନ୍ତି କମାରଶାଳକୁ। ହେଲେ ଯନ୍ତ୍ରପାତି ଯୁଗରେ 10-20 ଖଣ୍ଡ ପଜାଇବା ଜାଗାରେ 3-4 ଖଣ୍ଡ ଏବେ ପଜାଇବାକୁ ଆସୁଛନ୍ତି। କୋଇଲା କେଜି 15 ଟଙ୍କା, ଇଲେକ୍ଟ୍ରିକ୍ ଖର୍ଚ୍ଚ ମଧ୍ୟ ଉଠୁନାହିଁ। ସରକାର ଯଦି କମାର ପରିବାରକୁ ସହାୟତା ରାଶି ଯୋଗାଇ ଦିଅନ୍ତେ ତେବେ କମାରଶାଳ ବଞ୍ଚି ପାରନ୍ତା। ଆଜ୍ଞା କମିଗଲେ ଆମେ ଆଉ ଯେକୌଣସି ଜିନିଷ ଧରନ୍ତୁ ତିଆରି କରିବା ଯେଉଁ ଚାଷ କାମ ପାଇଁ କି ଘରୋଇ କାମ ପାଇଁ ଆମେ ଆଉ ପୁଣି କରିବୁ କେଉଁଠୁ? ପୁଣି ନେଇକି ଯିବାକୁ ପଡ଼ିବ ଦୂର ଦୂରାନ୍ତର। ତେଣୁ ଯଦି ଗୋଟିଏ ପାଖରେ ଶାଳ ଅଛି, ଅବଶ୍ୟ ସେ ପାଠଶାଠ ପଢ଼ିଛି କିନ୍ତୁ କୌଣସି ଜାଗାରେ କିଛି ଇଏ ନ କରିକି ଘରେ ଶାଳ ତାର ବୃତ୍ତି ତାଙ୍କର ସିଏ କରୁଛନ୍ତି। ମୋ ନାଁ ସଞ୍ଜୟ କୁମାର ରାଉତ। ମୁଁ ଆମ ଘର ଜିଗିନପୁର ଲାଲବାଗରୁ ଆସିବୁ। ମୁଁ ଆଗରୁ 10-12 ଖଣ୍ଡ ଦାଆ ନେଇକି ଆସେ, ଏଇନା 3 ଖଣ୍ଡ 4 ଖଣ୍ଡ ଏମିତି ଆଣୁଛି ଆଉ। ଆଗରୁ 10 ଟଙ୍କା 15 ଟଙ୍କା ନେଉଥିଲେ, ଏଇନା 25 ଟଙ୍କା 30 ଟଙ୍କା ହେଇଯାଇଛି ଆଉ। ରେଟ୍ ହେଇଯାଇଛି, ସବୁ ରେଟ୍ ହେଲା ଆଉ। କଟକ ଜିଲ୍ଲାରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ସତ୍ୟମ୍ ଟିଭି।